ସାର୍ ଗତକାଲି ଆମେ ଗୋଟେ ଷ୍ଟେଟମେଣ୍ଟ ଦେଖିଲେ ବିଜେପିର ଯୁବ ନେତା ଅଭିଳାଷ ପଣ୍ଡା କହିଲେ ଯେ ଫକୀରମୋହନ ସେନାପତି ବ୍ୟାସକବି ଫକୀରମୋହନ ସେନାପତି ସେ କୁଆଡେ ଇଂରେଜ ମାନଙ୍କର ଗୁଲାମ ଥିଲେ। ଏଇ ଯୋଉ ଷ୍ଟେଟମେଣ୍ଟ ଏମାନେ ଆକ୍ଚୁଆଲି ରାଜନୈତିକ ମାଇଲେଜ ନେବା ପାଇଁ ଦଉଛନ୍ତି ନା ଇତିହାସକୁ କଦର୍ଥ କରିବା ପାଇଁ ଏମାନଙ୍କର ଗୋଟେ ମନସୁବା ରହୁଛି। ମୋ ଜାଣିବାରେ ଅଭିଳାଷ ପଣ୍ଡା ଏଟା ପ୍ରଥମ ଥର ଏ କଥା କହିନାହାନ୍ତି। ୟା ପୂର୍ବରୁ ମଧ୍ୟ ସେ ଏ ସମାନ କଥା କହିଛନ୍ତି, ଏକାଧିକ ଥର ସେ କଥା କହିଥିଲେ। ତାଙ୍କୁ କେହି ଗୋଟେ ଗୁରୁତ୍ୱପୂର୍ଣ୍ଣ ନେତା ବୋଲି ଭାବନ୍ତି ନାହିଁ, ତେଣୁ ସେ ସମ୍ପର୍କରେ କେହି ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ କି କରୁ ନଥିଲେ। କାଲି ପୁଣି ଗୋଟେ ଯେତେବେଳେ ଭାଇରାଲ ହେଲା ହଠାତ୍ ଲୋକ କିଛି ପ୍ରତିକ୍ରିୟା ପ୍ରକାଶ କରିବା ଆରମ୍ଭ କଲେଣି। କିନ୍ତୁ ଏଇ ମାନେ ସେ ଯୋଉ ଦଳର ଅଛନ୍ତି ଏବଂ ସେ ୟା ପୂର୍ବରୁ ଏବିଭିପିର ମଧ୍ୟ ପ୍ରେସିଡେଣ୍ଟ ଥିଲେ, ଏମାନଙ୍କର ଇତିହାସ ବୋଧଟି ହଉଛି ସେଇଆ। ଆପଣ ଯଦି ଦେଖିବେ ଯୋଉ କଥା ଯୋଉ ଅଭିଯୋଗରେ ଆପଣ ଫକୀରମୋହନ ସେନାପତିଙ୍କୁ ବ୍ରିଟିଶ ଏଜେଣ୍ଟ ବୋଲିକରି କହୁଛନ୍ତି, ସେଇ ସମାନ ଯୁକ୍ତିରେ ଆପଣ ସେ ସମୟର ବହୁ ଲେଖକ ଯୋଉମାନେ ଚାକିରି କରୁଥିଲେ, ବଙ୍କିମ ଚନ୍ଦ୍ର ଚାଟର୍ଜୀ ଯାହାଙ୍କର ବନ୍ଦେ ମାତରମକୁ ନେଇକରି ଆମେ ଏତେ ବଡ ସେଲିବ୍ରେସନ କରୁଛେ, ସେ ତ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଥିଲେ ବ୍ରିଟିଶ ସରକାର। ତାହେଲେ କଣ କରିବା ତାଙ୍କୁ? ଏମାନେ କେହି ସ୍ୱାଧୀନତା ସଂଗ୍ରାମରେ ସିଧାସଳଖ ଅଂଶୀଦାର ନଥିଲେ, ଏମାନେ ସମସ୍ତେ ବୁଦ୍ଧିଜୀବୀ ଏବଂ ଏମାନଙ୍କର ଲେଖାକୁ ପଢିକିରି ଏମାନଙ୍କର ଲେଖାର ପ୍ରେରଣାରେ ଭାରତର ସ୍ୱାଧୀନତା ଆନ୍ଦୋଳନ ଚାଲିଥିଲା। ଫକୀରମୋହନ ସେନାପତି ହଉଛନ୍ତି ପ୍ରଥମ ଲେଖକ ଯାହାଙ୍କର ଲେଖାରେ ସାଧାରଣ ଗରିବ ଖଟିଖିଆ କୃଷକ ଓଡ଼ିଆର କଥା ଆମେ ସାହିତ୍ୟରେ ପଢୁ। ସେତିକି ଯଥେଷ୍ଟ ଆମ ପାଇଁ। ତାଠୁ ଅଧିକ ଯେ ସେ ବିଭିନ୍ନ ସମୟରେ ବ୍ରିଟିଶ ସରକାର ଅଧୀନରେ ଚାକିରି କରୁଛନ୍ତି, ବିଭିନ୍ନ ରଜା ମହାରାଜାଙ୍କର ଅଧୀନରେ ଚାକିରି କରୁଛନ୍ତି। ସେ ଦୃଷ୍ଟିରୁ ଦେଖିଲେ ତ ସମସ୍ତେ ଆମର ଯୋଉମାନେ ଆମର ଓଡିଆ ଜାତୀୟତାର ଯୋଉମାନେ ସ୍ରଷ୍ଟା, ସେମାନେ ସମସ୍ତେ କୋଉଠି ନା କୋଉଠି କେତେବେଳେ କେମିତି ସରକାରର ଗୁଲାମୀ କରୁଛନ୍ତି। କିନ୍ତୁ ସେଇଟା ତ ଆମ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହଁ। ସେମାନେ କେହି ସବରକର ନୁହନ୍ତି, କ୍ଷମା ମାଗି ନାହାନ୍ତି ବ୍ରିଟିଶ ସରକାରର ପାଦ ତଳେ। ସେମାନେ କେହି ଭାରତର ସ୍ୱାଧୀନତା ଆନ୍ଦୋଳନର ମହାନାୟକ ଗାନ୍ଧୀକୁ ମାରିବା ପାଇଁ ଷଡଯନ୍ତ୍ର କରିନାହାନ୍ତି। ବୁଦ୍ଧିଜୀବୀ ଥିଲେ, ଲେଖକ ଥିଲେ, ଚାକିରିଆ ଥିଲେ। ରାଧାନାଥ ରାୟ ଶିକ୍ଷା ବିଭାଗର ଚାକିରିଆ ଥିଲେ। ଫକୀରମୋହନ ସେନାପତି ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଚାକିରି କରିଛନ୍ତି, ଦଶପଲ୍ଲାରେ ଚାକିରି କରିଛନ୍ତି, ଡମ୍ପଡାରେ ଚାକିରି କରିଛନ୍ତି, କେନ୍ଦୁଝରରେ ଚାକିରି କରିଛନ୍ତି, ବାଲେଶ୍ୱରରେ ଚାକିରି କରିଛନ୍ତି। ଚାକିରି ଜୀବନ ଭିତରେ ସରକାର ତାଙ୍କୁ ଯାହା ନିର୍ଦ୍ଦେଶ ଦେଇଛନ୍ତି କରିଛନ୍ତି। କିନ୍ତୁ ତା ସତ୍ତ୍ୱେ ଚାକିରି ଭିତରେ ଥାଇକିରି ସରକାର ବିରୁଦ୍ଧରେ ଲେଖିବାର ସାହସ ସେ ଲୋକମାନଙ୍କର ଥିଲା, ଯୋଉଟା ତମର ଆଜି ନାହିଁ। ତମେ ଗୋଟେ ଦଳର ଗୁଲାମ ହେଇକିରି ବସିଛ। ତମର ଯୋଉ ବୈଚାରିକ ଗୁଲାମୀ ସେଟା ଆହୁରି ଭୟଙ୍କର। ଅଭିଳାଷ ପଣ୍ଡା ମୂଳତଃ ଜଣେ ବୈଚାରିକ ଗୁଲାମ। ଯେ ତମ ଦଳ କିଛି ଭୁଲ କରେ ତମେ କହିପାରିବ? ଚାନ୍ସ ନାହିଁ, କେବେ ନୁହଁ। ଆମେ ଦେଖିଛୁ ଓଡିଶାର ଇତିହାସରେ 3 ଜଣ ସରକାରୀ ଚାକିରିଆ, ବାବୁ ସୁଦାମ ଚରଣ ଦାସ, ବାବୁ ବିଚିତ୍ରାନନ୍ଦ ମହାନ୍ତି, ବାବୁ ଗୌରୀଶଙ୍କର ରାୟ, 3 ଜଣ ବ୍ରିଟିଶ ସରକାରର ଚାକିରିଆ, କଟକ ଫିଲ୍ଟରରେ ଚାକିରି କରନ୍ତି। କିନ୍ତୁ ପ୍ରଥମ ଓଡିଆ ଖବର କାଗଜ ଇଏ 3 ଜଣ ଲୋକ କଲେ, ଉତ୍କଳ ଦୀପିକା, ଏବଂ ଲେଖିକିରି ଖବର କାଗଜରେ ପ୍ରତିଦିନ ବ୍ରିଟିଶ ସରକାର ବିରୁଦ୍ଧରେ ଦୁର୍ଭିକ୍ଷ ପରିଚାଳନା 1866ର ଯେତେବେଳେ ଦୁର୍ଭିକ୍ଷ ପରିଚାଳନାରେ ବ୍ରିଟିଶ ସରକାର ବିଫଳ ହଉଛି ସେ ସମ୍ପର୍କରେ ସମାଲୋଚନା କରିକିରି 3 ଜଣ ସରକାରୀ କର୍ମଚାରୀ ସେତେବେଳେ ଓଡିଶାର ପ୍ରଥମ ଖବର କାଗଜ ଉତ୍କଳ ଦୀପିକା ଛାପିଥିଲେ। ବାବୁ ଅଭିଳାଷ ପଣ୍ଡା ଇତିହାସ ତ ପଢନ୍ତି ନାହିଁ। ମାନେ ସମସ୍ୟାଟି ହଉଛି ଗୋଟେ ରାଜନୈତିକ ଦଳ ଯୋଉମାନେ ତାଙ୍କର ଗୋଟେ କଥା, ଆମେ ଆଜ୍ଞା 30 ବର୍ଷ କ୍ଷମତାରେ ରହିବୁ, ଆଜ୍ଞା ଆମେ ସବୁବେଳେ କ୍ଷମତା ଛଡା ଜୀବନରେ କିଛି ଜାଣନ୍ତି, ଇତିହାସ କିଛି ପଢି ନାହାନ୍ତି, ଜାଣି ନାହାନ୍ତି। କିଛି ଗୋଟେ କହିଦେବା କଥା, ଚର୍ଚ୍ଚାରେ ରହିବା ପାଇଁ କିଛି ଗୋଟେ କହିଦେବା କଥା, ସେ ବାବୁ କହିଦେଲେ। ଅବଶ୍ୟ ତାଙ୍କୁ ସେଇଠି ଦୃଢ ବିରୋଧ ହେଲା, ସେଇଟା ଭଲ କଥା। କେବଳ ବିଜେଡି ଛାତ୍ର ନେତ୍ରୀ ବିରୋଧ କଲେ ନାହିଁ, ଲୋକ ମଧ୍ୟ ସେଇଟା ବିରୋଧ କଲେ ଏବଂ କରିବେ ଆଗକୁ। ଏଇଭଳିଆ କଥାବାର୍ତ୍ତା ଯଦି ଆଗକୁ ଚାଲେ ଲୋକ ବିରୋଧ କରିବେ। ଏବଂ ଏ ସମ୍ପର୍କରେ ସେ ଯେହେତୁ ବିଜେପିର ଯୁବ ମୋର୍ଚ୍ଚା ସଭାପତି ଅଛନ୍ତି, ଏ ସମ୍ପର୍କରେ ବିଜେପି ମଧ୍ୟ ସ୍ପଷ୍ଟୀକରଣ ଦେବା କଥା ନୁହଁ, କ୍ଷମା ମାଗିବା କଥା ଯେ ତମେ ଓଡିଆ ଜାତୀୟତାର ଯୋଉମାନେ ନିର୍ମାତା, ଯୋଉମାନେ ଓଡିଶାର ଅସ୍ତିତ୍ୱ ତିଆରି କରୁଛନ୍ତି, ସେମାନଙ୍କୁ ତମେ ଅପମାନିତ କରୁଛ। ତେଣୁ ତମେ ସେଥିପାଇଁ ଲଜ୍ଜିତ ହବା କଥା। ଆଜି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବା ସ୍ୱତନ୍ତ୍ର ଓଡିଶା ବୋଲି ଆମେ ଯାହାକୁ କହୁଛୁ, ଯାହାଙ୍କ ବା ଯୋଉ ଓଡିଶା ପାଇଁ ଯାହାଙ୍କର ଅବଦାନ, ତାକୁ ଯଦି ଆଜିକା ସମୟରେ ଏମିତି କଦର୍ଥ କରାଯାଏ ତାହେଲେ ଏମାନଙ୍କର ଓଡିଆ ଅସ୍ମିତାର ଏଇଟା ହଉଛି ଅସଲ ଚେହେରା। ଏ ବାବୁ ମାନେ ଓଡିଆ ଅସ୍ମିତା କହିଲେ ଗୁଜରାଟୀ
ମାନେ ଗୋଟେ ବଢିଆ କବିତା ଲେଖିଥିଲେ ଫକୀର ମୋହନ ସେନାପତି। ଓଡିଆ ଓଡିଆ ଚଷିବେ ଓଡିଆ କଣ ଓଡିଆ ଖଟିବେ ଏଠି ଚଷି ଚଷି ମାଟି, ମାତ୍ର ଖାଇବେ ଏଠି ସବୁ ଗୁଜୁରାଟି। 100 ବର୍ଷ ତଳେ ଫକୀର ମୋହନ ସେନାପତି ୟାଙ୍କର ଚରିତ୍ର ଦେଖି ଦେଖି ଯାଇଛନ୍ତି। ତେଣୁ ଯୋଉମାନେ ଗୁଜୁରାଟି ମାନଙ୍କର ଗୁଲାମ ହେଇକିରି ଅଛନ୍ତି, ଯୋଉମାନେ ସବୁ କଥାରେ ହାଁଜି ହାଁଜି କହୁଛନ୍ତି, ସେମାନଙ୍କଠୁ ଅଧିକ କଣ ଆଶା କରିବେ? ଏମାନଙ୍କ ପାଇଁ ଓଡିଆ ଅସ୍ମିତା ହଉଛି କେତେବେଳେ ମାନେ ମରାଠୀ ନେତାଙ୍କର ପାଦ ତଳେ ପଡିବା, କେତେବେଳେ ଗୁଜୁରାଟୀଙ୍କର ପାଦ ତଳେ ପଡିବା। ତା ଛଡା ୟାଙ୍କର ଅସ୍ମିତା ଏମାନେ କଣ ଜାଣିବେ? କୋଉ ଫକୀର ମୋହନକୁ ସେ ପଢିଥିବେ? କୋଉ ସାରିଆ ଭଗିଆ ର ସଂଘର୍ଷ କାହାଣୀ ଜାଣିଥିବେ କି କୋଉ ରେବତୀର ସଂଘର୍ଷ କାହାଣୀ ଏମାନେ ଜାଣିଥିବେ? ଫକୀର ମୋହନକୁ ଚିହ୍ନିବା ଜାଣିବା ପାଇଁ ବର୍ଷ ବର୍ଷ ଯୁଗ ଯୁଗ ଲାଗିଯିବ ଆଜ୍ଞା। ଫକୀର ମୋହନଙ୍କର ଗୋଟିଏ ଗୋଟିଏ ଗପ ଓଡିଶାର ଆଜି ଯଦି ତମେ ଯୋଉମାନଙ୍କୁ ସୁଭଦ୍ରା କହୁଛ, ସେଇମାନେ ସେ ରେବତୀରୁ ହିଁ ସୃଷ୍ଟି ହେଇଛନ୍ତି। ଯଦି ଫକୀର ମୋହନ ସେନାପତି ସେତେବେଳେ ରେବତୀ ସୃଷ୍ଟି କରିନଥାନ୍ତେ, ତାହେଲେ ଆଜି ଓଡିଶାର ଝିଅ ମାନେ ଯୋଉ ସ୍ୱପ୍ନ ଦେଖୁଛନ୍ତି, ସେ ସ୍ୱପ୍ନ ହୁଏତ ଆହୁରି କେତେ ଆଗକୁ ଯାଇଥାନ୍ତା, ଠିକଣା ନାହିଁ। ଫକୀର ମୋହନଙ୍କ ପାଖରେ ଏ ଜାତି ସବୁବେଳେ କୃତଜ୍ଞ ରହିବା ଦରକାର। ଫକୀର ମୋହନ ସେତେବେଳେ ସାରିଆ ଭଗିଆର 6 ମାଣ 8 ଗୁଣ୍ଠ ଜମିକୁ ନେଇକି ଯୋଉ ସଂଘର୍ଷ କଥା କହୁଥିଲେ, ରାମଚନ୍ଦ୍ର ମଙ୍ଗରାଜ ଜମିଦାର ବିରୁଦ୍ଧରେ 2 ଜଣ ଅସହାୟ ଚାଷୀଙ୍କ ଯୋଉ ସଂଘର୍ଷ କଥା କହୁଥିଲେ, ଆଜି ଠିକ ସେ ସମାନ କଥା। ଆଜି ବିଜେପି ସରକାର ରାମଚନ୍ଦ୍ର ମଙ୍ଗରାଜ ହେଇକିରି ବସିଛି ଏବଂ ସିଜିମାଳିରେ ସାରିଆ ଭଗିଆ ତାଙ୍କର ଜମି ପାଇଁ, ତାଙ୍କର ଜଙ୍ଗଲ ପାଇଁ ସଂଘର୍ଷ କରୁଛନ୍ତି। ତେଣୁ ସେମାନେ ଜାଣିଛନ୍ତି ଯେ ଫକୀର ମୋହନକୁ ଲୋକ ଯଦି ପଢିବେ, ତାଙ୍କର ଅସଲ ଯୋଉ ରାମଚନ୍ଦ୍ର ମଙ୍ଗରାଜର ଯୋଉ ଖଳନାୟକ ଚରିତ୍ର ଧରା ପଡିଯିବ। ସେଇ ଅଭିଳାଷ ପଣ୍ଡାର ଅସଲ ଚରିତ୍ର ଧରା ପଡିଥିଲା ଯେତେବେଳେ ପୂର୍ବ ବର୍ଷ FM କଲେଜରେ ସୌମ୍ୟାଶ୍ରୀ ଯୋଉ ପୋଡି ହେଇକିରି ମଲା, ଥିଲେ ସେମାନେ ସେଇ ସମୟରେ ହିଁ ସେ ଫକୀର ମୋହନଙ୍କ କଥା କହିଥିଲେ। ସେ ବାବୁ ଯେତେବେଳେ ରେଭେନ୍ସା ପ୍ରସଙ୍ଗ ଚାଲିଥିଲା ତା ପୂର୍ବରୁ, ସେତେବେଳେ କହିଥିଲେ ଯେ କାରଣ ରେଭେନ୍ସାଙ୍କୁ ଗାଳି କରିବାକୁ ଯାଇକିରି ଫକୀର ମୋହନଙ୍କୁ ମଧ୍ୟ ଗାଳି କରିବାକୁ ପଡିବ। କାରଣ ରେଭେନ୍ସା ସେତେବେଳେ ଓଡିଶାରେ ଯୋଉ ଶିକ୍ଷା ଏବଂ ଭାଷାରେ ଯୋଉ ବିପ୍ଳବ ଆଣିଲେ, ସେଇଟା ଏମାନଙ୍କର ହଜମ ହଉନାହିଁ ସେତେବେଳେ। ତେଣୁ ରେଭେନ୍ସାଙ୍କର ସାଙ୍ଗରେ ଯୋଉମାନେ ଥିଲେ, ମାନେ ଆପଣଙ୍କର ମୟୂରଭଞ୍ଜ ରାଜା ରାମଚନ୍ଦ୍ର ଭଞ୍ଜଦେବ ହୁଅନ୍ତୁ, ମଧୁବାବୁ ହୁଅନ୍ତୁ, ଫକୀର ମୋହନ ସେନାପତି ହୁଅନ୍ତୁ, ରାଧାନାଥ ରାୟ ହୁଅନ୍ତୁ, ମଧୁସୂଦନ ରାଓ ହୁଅନ୍ତୁ, ମତେ ତ କେତେବେଳେ ଲାଗୁଛି ଏମାନେ କେତେବେଳେ ମଧୁରାଓଙ୍କୁ ମରାଠୀ, ଫକୀର ମୋହନ ସେନାପତିଙ୍କୁ ମରାଠୀ, ରାଧାନାଥ ରାୟଙ୍କୁ ବଙ୍ଗାଳୀ କହିଦେବେ। ଏମାନଙ୍କର ଚରିତ୍ର ଯାହା ଗୌରୀଶଙ୍କର ରାୟଙ୍କ ମାନେ ବଙ୍ଗାଳୀ କେରା ବଙ୍ଗାଳୀ କହିକିରି ଗାଳି କରିବେ ଏମାନେ। ଏମାନଙ୍କର ଚରିତ୍ର ବଡ ଭୟଙ୍କର ଚରିତ୍ର ଏଠି। କାରଣ ଏମାନେ ଇତିହାସକୁ ବିକୃତ କରିବାଟା ହଉଛି ଏମାନଙ୍କର କାମ, ଏବଂ ଓଡିଆ ଅସ୍ମିତା ହଉଛି ୟାଙ୍କ ପାଇଁ ଅନ୍ୟ ମାନଙ୍କର ଗୁଲାମ କରି ରଖିବା। ଏମାନଙ୍କ ନିଜସ୍ୱ ଗୌରବବୋଧ ନାହିଁ, ଏମାନଙ୍କ ନିଜସ୍ୱ ଇତିହାସ ଜ୍ଞାନ ନାହିଁ, କିମ୍ବା ଏମାନେ କୌଣସି ପ୍ରକାରେ ଓଡିଶାକୁ ଗୋଟେ ଗୌରବମୟୀ ସଂସ୍କୃତି ବୋଲିକିରି ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏମାନଙ୍କର ଚରିତ୍ର ହିଁ ଏଇଆ, ୟାଙ୍କଠୁ ଅଧିକ କଣ ଆଶା କରୁଥିଲେ?